ତୃତୀୟ ଶ୍ରେଣୀର କୁନି କୁନି ପିଲାମାନେ, ଆଜି ଆମେ ଏହି ଭିଡ଼ିଓରେ ତମ 2025ରେ ହେବାକୁ ଯାଉଥିବା ବୃତ୍ତି ପରୀକ୍ଷା ପାଇଁ ଜଣା ଅଜଣାରୁ 25ଟି ପ୍ରଶ୍ନ ଆମେ ଏହି ଭିଡ଼ିଓରେ ଆଲୋଚନା କରିବା, ଯାହା ତମ ବୃତ୍ତି ପରୀକ୍ଷା ପାଇଁ ବହୁତ ହେଲ୍ପଫୁଲ୍ ରହିବ। ତ ପିଲାମାନେ, ତା ପୂର୍ବରୁ ତମେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ, ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ, ଯାହାଫଳରେ ଯେତେବେଳେ ବି ମୁଁ ଏଇଭଳି ଭିଡ଼ିଓ ଅପଲୋଡ଼ କରିବି ସଙ୍ଗେ ସଙ୍ଗେ ତମମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ ଆଉ ତମେ ଘରେ ବସି ଏଇଭଳି ଭିଡ଼ିଓ ପାଇପାରିବ। ତ ପିଲାମାନେ, ଆମେ ଆଉ ସମୟ ନଷ୍ଟ ନ କରି ଦେଖିବା ଏବେ ପ୍ରଥମ ପ୍ରଶ୍ନ କ'ଣ ଅଛି। ତ ପିଲାମାନେ, ଜଣା ଅଜଣାରୁ ଦେଖିବା ଏବେ ପ୍ରଥମ ପ୍ରଶ୍ନ ତମମାନଙ୍କ ପାଇଁ କ'ଣ ଅଛି। ପ୍ରଥମ ପ୍ରଶ୍ନ ପିଲାମାନେ ତମମାନଙ୍କ ପାଇଁ, ଘରକୁ ଅତିଥି ଆସିଲେ ଆମେ କ'ଣ କରିବୁ। ତ ପିଲାମାନେ, ଘରକୁ ଅତିଥି ଆସିଲେ ଆମେ ମାନେ କ'ଣ କରିଥାଉ, ତାଙ୍କୁ ପ୍ରଣାମ କରିଥାଉ, ତାଙ୍କୁ ଭଲ ବ୍ୟବହାର ଦେଇଥାଉ, ହେଲା, କ'ଣ ଖାଇବା ପାଇଁ ଦେଇଥାଉ, ଏଇଭଳି ଆମେ ଚର୍ଚ୍ଚା କରିଥାଉ। ତାହେଲେ ଏଇ ପ୍ରଶ୍ନ ଅଛି, ଘରକୁ ଅତିଥି ଆସିଲେ ଆମେ କ'ଣ କରିବୁ। ଅପସନ୍ ଅଛି କ'ଣ ଦେଖିବା। ସେମାନଙ୍କୁ ପ୍ରଣାମ କରିବୁ ଓ ଭଲ ବ୍ୟବହାର କରିବୁ। ସେମାନେ ଆସିଲେ ଘରେ ପାର୍ଟି କରି କଳି ଗୋଳ କରିବୁ, ନା ସେମାନଙ୍କୁ ଦେଖି ଘର ଭିତରେ ଲୁଚିବୁ, ନା ସେମାନଙ୍କ ସହିତ କଥାବାର୍ତ୍ତା କରିବୁ ନାହିଁ। ତ ପିଲାମାନେ, ନିହାତି ଭାବରେ ଘରକୁ ଅତିଥି ଆସିଲେ ସେମାନଙ୍କୁ ପ୍ରଣାମ କରିବା, ଭଲ ବ୍ୟବହାର ମଧ୍ୟ ନିହାତି କରିବା ଆବଶ୍ୟକ। ତାହେଲେ ଅପସନ୍ ଏ ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା ପିଲାମାନେ, ରାସ୍ତାରେ ଗଲାବେଳେ କିପରି ଯିବ। ତ ପିଲାମାନେ, ରାସ୍ତାରେ ଗଲାବେଳେ ଆମେ ନିରାପଦରେ ଯିବା ଆବଶ୍ୟକ। ନିହାତି ଭାବରେ ବାମ କଡ଼ରେ ଯିବା ଆବଶ୍ୟକ, ହେଲା, ରାସ୍ତାର ନିୟମ ମାନି ଚାଲିବା ଆବଶ୍ୟକ। ଅପସନ୍ ଅଛି, ରାସ୍ତାର ଡାହାଣ କଡ଼ରେ ଚାଲିବୁ, ନା ରାସ୍ତାର ବାମ କଡ଼ରେ ଚାଲିବୁ, ନା ରାସ୍ତା ମଝିରେ ଆସ୍ତେ ଆସ୍ତେ ଚାଲିବୁ, ନା ରାସ୍ତାରେ ସାଙ୍ଗମାନଙ୍କ ସହ ଗପି ଗପି ଯିବୁ। ତ ପିଲାମାନେ, ରାସ୍ତାରେ ଗଲାବେଳେ କିପରି ଯିବ, ନିହାତି ଭାବରେ ରାସ୍ତାର ବାମ କଡ଼ରେ ଚାଲିବା ଆବଶ୍ୟକ। ଅପସନ୍ ବି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ନିମ୍ନୋକ୍ତ କେଉଁଥିରେ ଛାତିର ସ୍ପନ୍ଦନ ମପାଯାଏ। ତାହେଲେ ପିଲାମାନେ, ଛାତିର ସ୍ପନ୍ଦନ କେଉଁଥିରେ ମପା ଯାଇଥାଏ। ଅପସନ୍ ଅଛି ଏଠି ଟେଥୋସ୍କୋପ, ଅଣୁବୀକ୍ଷଣ ଯନ୍ତ୍ର, ଆମ୍ବୁଲାନ୍ସ, ଅକ୍ସିଜେନ ନଳୀ। ତ ପିଲାମାନେ, ଅଣୁବୀକ୍ଷଣ ଯନ୍ତ୍ର ତ କଦାପି ନୁହେଁ, ଏଥିରେ ମଳମୂତ୍ର ଏସବୁ ପରୀକ୍ଷା କରାଯାଏ। ଆମ୍ବୁଲାନ୍ସ ତ ରୋଗୀକୁ ନବା ଆଣିବା କରିଥାଏ। ଅକ୍ସିଜେନ ନଳୀ, ତ ପିଲାମାନେ ଅକ୍ସିଜେନ କ'ଣ ହୋଇଥାଏ, ନା ନିଶ୍ୱାସ ନବା ଆଣିବାରେ କ'ଣ ଏହି ଯନ୍ତ୍ର ବ୍ୟବହାର କରାଯାଇଥାଏ। ତାହେଲେ ପିଲାମାନେ, ଟେଥୋସ୍କୋପ, ହେଲା, ଟେଥୋସ୍କୋପ କ'ଣ ହେଇଥାଏ, ନା ଛାତିର ସ୍ପନ୍ଦନ ମପା ଯାଇଥାଏ। ତ ମାନେ ଦେଖିଥିବ ଡକ୍ଟର ମାନେ କ'ଣ କରିଥାନ୍ତି, ଟେଥୋସ୍କୋପ ବେକରେ ଲଗାଇଥାନ୍ତି ନା ନାହିଁ। ତାହେଲେ ନିହାତି ଭାବରେ ଅପସନ୍ ଏ ହେଇଯିବ ସଠିକ ଉତ୍ତର, ହେଲା। ଅପସନ୍ ଏ ପାଖରେ ତମେ ଠିକ ଚିହ୍ନ ଦେଇଦେବ। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, କେଉଁଟି ଡାକଘରୁ ମିଳେ ନାହିଁ। ତାହେଲେ ପିଲାମାନେ, ଡାକଘରୁ ସବୁ କ'ଣ ସବୁ ମିଳିଥାଏ। ପୋଷ୍ଟକାର୍ଡ ମିଳିଥାଏ, ଡାକ ଟିକେଟ ମିଳିଥାଏ, ହେଲା, ଲଫାଫା ମିଳିଥାଏ, ଏସବୁ ମିଳିଥାଏ ନା ନାହିଁ। ଆମେ ଯିଏ ଯାହାକୁ ଆମ ପାଖକୁ ଯିଏ ଯାହା ପଠେଇଥାନ୍ତି ସେସବୁ ପାର୍ସଲ ମଧ୍ୟ ଆସିଥାଏ, ହେଲା, ଏସବୁ ଜିନିଷ ଡାକଘରୁ ମିଳିଥାଏ। ତାହେଲେ ଅପସନ୍ ଅଛି ପୋଷ୍ଟକାର୍ଡ, ପାର୍ସଲ, ଡାକ ଟିକଟ ଆଉ ଟେଥୋସ୍କୋପ। ତ ଡାକଘରୁ କ'ଣ ମିଳେ ନାହିଁ, କ'ଣ ମିଳେ ନାହିଁ ପିଲାମାନେ। ପୋଷ୍ଟକାର୍ଡ ପିଲାମାନେ ଡାକଘରୁ ମିଳିଥାଏ, ପାର୍ସଲ ମଧ୍ୟ ମିଳିଥାଏ, ଡାକ ଟିକଟ ମଧ୍ୟ ମିଳିଥାଏ। ତାହେଲେ ପିଲାମାନେ, ଟେଥୋସ୍କୋପ ଏଇଟା ଆମେ କ'ଣ ହସ୍ପିଟାଲରେ ଆମକୁ ଦେଖିବାକୁ ମିଳିଥାଏ, ଡକ୍ଟର ମାନେ ଏହାକୁ ବ୍ୟବହାର କରିଥାନ୍ତି, ହେଲା। ତାହେଲେ ଅପସନ୍ ଡି ହେଇଯିବ ସଠିକ ଉତ୍ତର। ତାହେଲେ ଡାକଘରୁ ଟେଥୋସ୍କୋପ ମିଳେ ନାହିଁ, ହସ୍ପିଟାଲରୁ ହିଁ ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ପୋଲିସ କାହା ସାହାଯ୍ୟରେ ଗୁପ୍ତ ଖବର ପଠାଏ। ତ ପିଲାମାନେ, ପୋଲିସ କାହା ସାହାଯ୍ୟରେ ଗୁପ୍ତ ଖବର ପଠାଏ। ଅପସନ୍ ଅଛି କୁକୁର ସାହାଯ୍ୟରେ, ଟେଲିଫୋନରେ, ପାରା ସାହାଯ୍ୟରେ, ଲୋକମାନଙ୍କ ସାହାଯ୍ୟରେ। ତ ପିଲାମାନେ, ଆଗରୁ ପୋଲିସ ମାନେ କାହା ସାହାଯ୍ୟରେ ଗୁପ୍ତ ଖବର ପଠାଉଥିଲେ, ନା ପାରା ସାହାଯ୍ୟରେ। ଅପସନ୍ ସି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ବ୍ୟାଙ୍କର ମୁଖ୍ୟ କର୍ମଚାରୀ କିଏ। ତ ପିଲାମାନେ, ବ୍ୟାଙ୍କର ମୁଖ୍ୟ କର୍ମଚାରୀ କିଏ। ନିହାତି ଭାବରେ ପିଲାମାନେ, ବ୍ୟାଙ୍କର ମୁଖ୍ୟ ହେଉଛନ୍ତି କିଏ, ବ୍ୟାଙ୍କ ମ୍ୟାନେଜର, ହେଲା। ତାହେଲେ ଅପସନ୍ ତମମାନଙ୍କ ପାଇଁ ଅଛି ଏଠି ବ୍ୟାଙ୍କ ମ୍ୟାନେଜର, ବ୍ୟାଙ୍କ କ୍ୟାସିୟର, ବ୍ୟାଙ୍କ ପିଅନ, ବ୍ୟାଙ୍କ ହିସାବ ରକ୍ଷକ। ତ ବ୍ୟାଙ୍କର ମୁଖ୍ୟ କଥା ଉଠିଲେ ଏଠି ବ୍ୟାଙ୍କ ମ୍ୟାନେଜରକୁ ହିଁ ଆମେ ବୁଝିଥାଉ। ଅପସନ୍ ଏ ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା ପିଲାମାନେ, ସହରାଞ୍ଚଳର ଉନ୍ନତି ପାଇଁ କେଉଁ ଅନୁଷ୍ଠାନ କାମ କରେ। ତ ପିଲାମାନେ, ସହରାଞ୍ଚଳର ଉନ୍ନତି ପାଇଁ କେଉଁ ଅନୁଷ୍ଠାନ କାମ କରିଥାଏ। ଅପସନ୍ ଅଛି ଜିଲ୍ଲା ପରିଷଦ, ପୌର ପରିଷଦ, NSC, ପଞ୍ଚାୟତ ସମିତି। ତ ପଞ୍ଚାୟତ ସମିତି ପିଲାମାନେ କଦାପି ନୁହେଁ, NSC ମଧ୍ୟ କଦାପି ନୁହେଁ, ଜିଲ୍ଲା ପରିଷଦ ମଧ୍ୟ କଦାପି ନୁହେଁ। ତାହେଲେ ସହରାଞ୍ଚଳର ଉନ୍ନତି ପାଇଁ ପୌର ପରିଷଦ ହିଁ କ'ଣ କାର୍ଯ୍ୟ କରିଥାଏ, ହେଲା। ଅପସନ୍ ବି ହେଇଯିବ ସଠିକ ଉତ୍ତର। ମନେ ରଖିବ, ସହରାଞ୍ଚଳର ଉନ୍ନତି ପାଇଁ ପୌର ପରିଷଦ
ଅନୁଷ୍ଠାନ କାମ କରିଥାଏ। ତ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ଅଛି, ତ ମାନେ ମନେ ରଖିବ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ମହାନଗରର ଉନ୍ନତି ପାଇଁ କେଉଁ ଅନୁଷ୍ଠାନ କାମ କରେ? ତ ପିଲାମାନେ ମହାନଗରର ଉନ୍ନତି ପାଇଁ କେଉଁ ଅନୁଷ୍ଠାନ କାମ କରେ? ଅପସନ୍ ଅଛି ମହାନଗର ନିଗମ, ନା ପୌର ପରିଷଦ, ନା ପଞ୍ଚାୟତ ସମିତି, ନା ବିଜ୍ଞାପିତ ଅଞ୍ଚଳ ପରିଷଦ। ତାହେଲେ ପିଲାମାନେ ମହାନଗରର ଉନ୍ନତି ପାଇଁ କେଉଁ ଅନୁଷ୍ଠାନ କାମ କରେ? ପୌର ପରିଷଦ ତ କଦାପି ନୁହେଁ, ପଞ୍ଚାୟତ ସମିତି ବି କଦାପି ନୁହେଁ, ବିଜ୍ଞାପିତ ଅଞ୍ଚଳ ପରିଷଦ ବି କଦାପି ନୁହେଁ। ତାହେଲେ ମହାନଗର ନିଗମ। ମନେ ରଖିବ, ମହାନଗରର ଉନ୍ନତି ପାଇଁ ମହାନଗର ନିଗମ ଅନୁଷ୍ଠାନ କାମ କରିଥାଏ। ପରବର୍ତ୍ତୀ ପ୍ରଶ୍ନ ଦେଖିବା ପିଲାମାନେ କଣ ଦେଇଛି। ପରବର୍ତ୍ତୀ ପ୍ରଶ୍ନ ଅଛି, କେଉଁଠାରେ ସମ୍ପତ୍ତି ବିଷୟ ମକଦ୍ଦମା ବିଚାର କରାଯାଏ? ତ ପିଲାମାନେ କେଉଁଠାରେ ସମ୍ପତ୍ତି ବିଷୟ ମକଦ୍ଦମା ବିଚାର କରାଯାଏ? ଅପସନ୍ ଅଛି ଉଚ୍ଚତମ ନ୍ୟାୟାଳୟ, ଫୌଜଦାରୀ ନ୍ୟାୟାଳୟ, ଦେୱାନୀ ନ୍ୟାୟାଳୟ। ତ ଦେୱାନୀ ଅଦାଲତ ପିଲାମାନେ ଦେୱାନୀ ଅଦାଲତ, ଉଚ୍ଚ ନ୍ୟାୟାଳୟ। ତ ପିଲାମାନେ ଏଇଠି ଉଚ୍ଚତମ ନ୍ୟାୟାଳୟ ତ କଦାପି ନୁହେଁ, ଫୌଜଦାରୀ ଅଦାଲତ ବି କଦାପି ନୁହେଁ ହେଲା। ଏଠି ନରହତ୍ୟା ମକଦ୍ଦମା କଣ ବିଚାର କରାଯାଏ ଫୌଜଦାରୀ ଅଦାଲତରେ? ଦେୱାନୀ ଅଦାଲତ ପିଲାମାନେ, ଏଇଟା ହିଁ ସଠିକ ଉତ୍ତର। ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ ପିଲାମାନେ କଦାପି ନୁହେଁ ହେଲା। ମନେ ରଖିବ, ଦେୱାନୀ ଅଦାଲତରେ ସମ୍ପତ୍ତି ବିଷୟ ମକଦ୍ଦମା ବିଚାର କରାଯାଇଥାଏ। ଅପସନ୍ ସି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ନିମ୍ନଲିଖିତ କେଉଁ କାମ ତହସିଲଦାରଙ୍କ ନୁହେଁ? ତାହେଲେ ତହସିଲଦାରଙ୍କ କେଉଁ କାମ ନୁହେଁ? ତାହେଲେ ପିଲାମାନେ ଅପସନ୍ ଅଛି ବାସିନ୍ଦା ଓ ଆୟ ପ୍ରମାଣ ଦେବା ହଉଛି, ଏଇଟା ହଉଛି ତହସିଲଦାରଙ୍କ କାମ। ମାରପିଟରେ ବିଚାର କରିବେ, ଏଇଟା ପିଲାମାନେ କଦାପି ତହସିଲଦାରଙ୍କ କାମ ନୁହେଁ ହେଲା। ଜାତିର ପ୍ରମାଣପତ୍ର ଦେବା ହଉଛି ତହସିଲଦାରଙ୍କ କାମ। ଖଜଣା ଆଦାୟ ତହସିଲଦାରଙ୍କ କାମ ହୋଇଥାଏ। ତାହେଲେ ପିଲାମାନେ କେଉଁ କାମ ତହସିଲଦାରଙ୍କ କାମ ନୁହେଁ? ତାହେଲେ କଣ ମାରପିଟ ବିଚାର କରିବା ଏସବୁ ତହସିଲଦାରଙ୍କ କାମ ନୁହେଁ। ତାହେଲେ ଅପସନ୍ ବି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା ପିଲାମାନେ। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ ଏଠି ଦେଇଛି, ଦେଖିବା କଣ। ଏଠି ପିଲାମାନେ ଟିକେ ଭୁଲ ପ୍ରିଣ୍ଟ ହେଇଯାଇଛି, ପିଲାମାନେ ଲିଭି ଯାଇଛି। ମୁଁ ତାକୁ ପେନସିଲ ସାହାଯ୍ୟରେ କରେକ୍ସନ କରିଛି। କିଏ ଜାଲ ବ୍ୟବହାର କରେ? ତ ପିଲାମାନେ ଅପସନ୍ ଅଛି କାଠ କାରିଗର, କମ୍ହାର, କେଉଟ, କୁମ୍ଭାର। ତାହେଲେ ସଠିକ ଉତ୍ତର ହେଇଯିବ ପିଲାମାନେ କିଏ ଜାଲ ବ୍ୟବହାର କରିଥାନ୍ତି? ତ ମାନେ ଗାଁରେ ଦେଖିଛ ମଧ୍ୟ, କେଉଟ। ଅପସନ୍ ସି ହେଇଯିବ ସଠିକ ଉତ୍ତର। ତ ପିଲାମାନେ ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଏଠି କଣ ଦେଇଛି। କେତେ ଗୋଟି ଜିଲ୍ଲାକୁ ନେଇ ତୁମ ରାଜ୍ୟ ଗଠିତ? ତାହେଲେ କେତେ ଗୋଟି ଜିଲ୍ଲାକୁ ନେଇ ତୁମ ରାଜ୍ୟ ଗଠିତ? ଅପସନ୍ ଅଛି 21, 25, 28, 30। ତାହେଲେ ସଠିକ ଉତ୍ତର ହେଇଯିବ ପିଲାମାନେ 30। ମନେ ରଖିବ, 30 ଗୋଟି ଜିଲ୍ଲାକୁ ନେଇ ତୁମ ରାଜ୍ୟ ଗଠିତ। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ ଦେଖିବା, ଆଦିମାନବ ଗଛର ପତ୍ରରେ କୁଡ଼ିଆ ତିଆରି କରିବା କାହାଠାରୁ ଶିଖିଥିଲା? ତାହେଲେ ପିଲାମାନେ ଆଦିମାନବ ଗଛର ପତ୍ରରେ କୁଡ଼ିଆ ତିଆରି କରିବା କାହାଠାରୁ ଶିଖିଥିଲା? ଅପସନ୍ ଅଛି ପକ୍ଷୀ, ସାପ, ମାଛ, ପଶୁ। ତ ସାପ ମାନେ ତ ପିଲାମାନେ କଦାପି ସେମାନେ ବସା ବା କୁଡ଼ିଆ ତିଆରି କରିପାରିବେ ନାହିଁ। ମାଛ ମାନେ ତ ପାଣିରେ ରୁହନ୍ତି, ସିଏ ବି କଦାପି ନୁହେଁ। ପଶୁମାନେ ତ କଦାପି ନୁହେଁ। ପକ୍ଷୀ ମାନେ ପିଲାମାନେ କଣ କରନ୍ତି ନା, ପକ୍ଷୀ ମାନେ କଣ ଗଛ ଡାଳରେ ସେମାନେ ବସା ତିଆରି କରିଥାନ୍ତି ହେଲା। ସେଇଠାରୁ ହିଁ ଆଦିମ ମାନବ ଶିଖିଥିଲା ଯେ ସେମାନେ ବି ମଧ୍ୟ କଣ ଗଛର ପତ୍ରରେ କୁଡ଼ିଆ ତିଆରି କରି ରହିପାରିବେ ହେଲା। ତାହେଲେ ସେମାନେ ପକ୍ଷୀଠାରୁ ହିଁ ଶିଖିଥିଲେ। ଅପସନ୍ ଏ ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଆଦିମାନବ କାହାକୁ ଘଷି ନିଆଁ ବ୍ୟବହାର କରି ଶିଖିଲା? ତ ପିଲାମାନେ ଆଦିମାନବ କାହାଠାରୁ ଘଷି ନିଆଁ ବ୍ୟବହାର କରି ବା ଘଷି ନିଆଁ ବାହାର କରି ଶିଖିଲା? ଆଦିମାନବ କାହାକୁ ଘଷି, ପିଲାମାନେ ମୁଁ ଭୁଲ ଏମିତି ପଢିଥିଲି। ଆଦିମାନବ କାହାକୁ ଘଷି ନିଆଁ ବାହାର କରି ଶିଖିଲା? ଅପସନ୍ ଅଛି ଏଠି ପଥରକୁ ପଥର, ନା ଗଛକୁ ଗଛ, ନା ହାତକୁ ହାତ, ନା କୌଣସିଟି ନୁହେଁ। ତ ପିଲାମାନେ ନିହାତି ଭାବରେ ତମାନେ ଦେଖିଥିବ, ପଥରକୁ ପଥର ଘଷିଲେ ନିହାତି ଭାବରେ ନିଆଁ ହିଁ ବାହାରିଥାଏ। ପ୍ରଶ୍ନ କହିଛି ଆଦିମାନବ କାହାକୁ ଘଷି ନିଆଁ ବାହାର କରି ଶିଖିଥିଲା? ତାହେଲେ ଗଛକୁ ଗଛ କଦାପି ନୁହେଁ, ହାତକୁ ହାତ କଦାପି ନୁହେଁ ହେଲା। ପଥରକୁ ପଥର ଘଷି ନିଆଁ ବାହାର କରିବା ସେ ଶିଖିଥିଲା। ଅପସନ୍ ଏ ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, କେଉଁ ପରିବାରର ପିଲାମାନେ ସୁବିଧାରେ ପାଠ ପଢି ପାରିବେ? ଅପସନ୍ ଅଛି ଛୋଟ ପରିବାର, ବଡ଼ ପରିବାର, ଗରିବ ପରିବାର, ଧନୀ ପରିବାର। ନିହାତି ଭାବରେ ପିଲାମାନେ ପରିବାର ଛୋଟ ହଉ କି ଗରିବ ପରିବାର ହଉ କି ଧନୀ ପରିବାର ହଉ, ସେଇଟା କିଛି ବି ଫରକ ପଡିବନି। ବଡ଼ ପରିବାରରେ ପିଲାମାନେ ଯେହେତୁ ମଣିଷ ଅଧିକା ହୋଇଥାଏ ହେଲା, ସେଥିପାଇଁ ପିଲାମାନେ ବି ପାଠ ପଢିବାର ଅସୁବିଧା ହୋଇଥାଏ, କାହିଁକି ନା ସବୁବେଳେ ଜନଗହଳି ଲାଗି ରହିଥାଏ। ସେଥିପାଇଁ ଛୋଟ ପରିବାର ହେଲା, ଛୋଟ ପରିବାରରେ କଣ ହୋଇଥାଏ ନା ପିଲାମାନଙ୍କର ପାଠ ପଢାରେ ସୁବିଧା ହୋଇଥାଏ ହେଲା। ଅପସନ୍ ଏ ହେଇଯିବ ସଠିକ ଉତ୍ତର।
ଏଠି ପିଲାମାନେ ନିମ୍ନୋକ୍ତ ମଧ୍ୟରୁ କେଉଁଠି ସଜିବ? ଅପସନ୍ ଅଛି ଗଛ, କାଠ, ପଥର, ଗୋଡ଼ି। ନିହାତି ଭାବରେ ପିଲାମାନେ ଗଛ ହିଁ ହେବ। ଅପସନ୍ ଏ ହେଇଯିବ ସଠିକ ଉତ୍ତର, ଗଛ ହେଉଛି ସଜିବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଠି ଗୋଟିଏ ସମ୍ବେଦନଶୀଳ ଲତା? ତାହେଲେ ପିଲାମାନେ ନିମ୍ନୋକ୍ତ ମଧ୍ୟରୁ କେଉଁଠି ଗୋଟିଏ ସମ୍ବେଦନଶୀଳ ଲତା? ତ ପିଲାମାନେ ଏଇଠି ତମମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଗଛ କାହିଁକି ସଜିବ, କାଠ କାହିଁକି ହେଇପାରିବନି, ପଥର କାହିଁକି ହେଇପାରିବନି, ଗୋଡ଼ି କାହିଁକି ହେଇପାରିବନି? ତ ପିଲାମାନେ ଗଛକୁ ଆମେ ମାରିଦେଲେ ନିହାତି ଭାବରେ ଗଛ ମରିଯାଇଥାଏ ନା ନାହିଁ, ସେଥିପାଇଁ ଗଛ ହେଉଛି ସଜୀବ ହେଲା। କାଠକୁ ଆମେ କାଟିଦେଲେ କାଠ କେବେ ବି ମରେନି, ପଥର କାଟିଦେଲେ ପଥର କେବେ ବି ମରେନି, ଗୋଡ଼ି ମଧ୍ୟ ମରେନି। ତାହେଲେ ପିଲାମାନେ ମନେ ରଖିବ ଗଛ ହେଉଛି ସଜୀବ। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ନିମ୍ନୋକ୍ତ ମଧ୍ୟରୁ କେଉଁଠି ଗୋଟିଏ ସମ୍ବେଦନଶୀଳ ଲତା? ତାହେଲେ ସମ୍ବେଦନଶୀଳ ଲତା ପିଲାମାନେ କଖାରୁ ଗଛ, କାକୁଡ଼ି ଗଛ, ଲାଜଗୁଳି, ଅପରାଜିତା। ନିହାତି ଭାବରେ ପିଲାମାନେ ଲାଜଗୁଳି ଲତା ତମେ ଟିକେ ହାତ ମାରିଦେଲେ କିମ୍ବା ଗୋଟେ ଟେକା ପକଡ଼େଇ ଦେଲେ ନିହାତି ଭାବରେ ସେ ଝାଉଁଳି ପଡ଼ିଥାଏ ହେଲା। ସମ୍ବେଦନଶୀଳ ଲତା ହେଉଛି କି ଲାଜଗୁଳି ଲତା। ଅପସନ୍ ସି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଏଠି କ'ଣ ଅଛି? କେଉଁ ଗଛର ଗୁଚ୍ଛମୂଳ ଅଛି? ତାହେଲେ କେଉଁ ଗଛର ଗୁଚ୍ଛମୂଳ? ତାହେଲେ ଗୁଚ୍ଛମୂଳ ମାନେ କ'ଣ ପିଲାମାନେ? ବହୁତ ଗୁଡ଼ିଏ ମୂଳ ଅଛି ଗୁଚ୍ଛ ହୋଇକି ହେଲା। ଅପସନ୍ ଅଛି ଆମ୍ବ, ଆମ୍ବର ତ କଦାପି ନୁହେଁ। ଏଠି ଅଛି ଗହମ, ଗହମ ଗଛ ପିଲାମାନେ। ଖଜୁରୀ ଗଛ ତ କଦାପି ନୁହେଁ, ତେନ୍ତୁଳି ଗଛ ବି କଦାପି ନୁହେଁ। ତ ପିଲାମାନେ ଗହମ, ଧାନ ଏଗୁଡ଼ାକର ମୂଳ ସବୁ କ'ଣ ଗୁଚ୍ଛମୂଳ ହୋଇଥାଏ, ଗୁଚ୍ଛ ହୋଇକି ଥାଏ ହେଲା। ଅପସନ୍ ବି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ପୋଲିଓ ରୋଗରେ ଦେହର କେଉଁ ଅଙ୍ଗ ଅକାମୀ ହୋଇଥାଏ? ତ ପିଲାମାନେ ନିହାତି ଭାବରେ ଆମେ ଆଗରୁ ଏଇ ପ୍ରଶ୍ନଟିକୁ ପଢ଼ିଛନ୍ତି। ପୋଲିଓ ହେଲେ ନିହାତି ଭାବରେ ଆମର ଗୋଡ଼ ଅଙ୍ଗ ଅକାମୀ ହୋଇଥାଏ। ଅପସନ୍ ଅଛି ନାକ, ପାଟି, ଗୋଡ଼, ଆଖି। ନିହାତି ଭାବରେ ପିଲାମାନେ ଗୋଡ଼। ଅପସନ୍ ସି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, କେଉଁଠି ଆମର ବାହ୍ୟ ଅଙ୍ଗ? ନିହାତି ଭାବରେ ଅଛି ପାକସ୍ଥଳୀ, ହୃତ୍ପିଣ୍ଡ, ମସ୍ତିଷ୍କ, ଆଖି। ପାକସ୍ଥଳୀ ପିଲାମାନେ ବାହ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଙ୍ଗ କହିଲେ କ'ଣ ବୁଝ, ବାହ୍ୟ ଅଙ୍ଗ କହିଲେ କ'ଣ ବୁଝିଥାଏ? ବାହ୍ୟ ଅଙ୍ଗ ପିଲାମାନେ ଆମ ଯେଉଁ ଅଙ୍ଗ ଗୁଡ଼ିକ ବାହାରେ ଥାଏ ହେଲା, ଆଖି, ନାକ, ପାଟି, ପିଲାମାନେ ଓଠ ହେଲା। ଆଖି, ନାକ, ଓଠ ହେଲା, ବେକ, ଏସବୁ ଆମର କ'ଣ ବାହ୍ୟ ଅଙ୍ଗ। ହାତ, ଗୋଡ଼ ଆମର ଏସବୁ କ'ଣ ବାହାରେ ଦେଖିବାକୁ ମିଳିଥାଏ। ତ ପିଲାମାନେ ଆଭ୍ୟନ୍ତରୀଣ ଅଙ୍ଗ କହିଲେ ଆମ ଯେଉଁ ଅଙ୍ଗ ଗୁଡ଼ିକ ଭିତରେ ଥାଏ ହେଲା। ତାହେଲେ ଭିତରେ କହିଲେ ପାକସ୍ଥଳୀ, ହୃତ୍ପିଣ୍ଡ ଏସବୁ କ'ଣ ଆମର ପେଟ ଭିତରେ ଥାଏ ବା ଶରୀରର ଭିତରେ ଥାଏ। ଆମେ ତାକୁ କ'ଣ କହିଥାଉ ନା ଆଭ୍ୟନ୍ତରୀଣ ଅଙ୍ଗ କହିଥାଉ ହେଲା। ତେଣୁ ପ୍ରଶ୍ନ ଅଛି କେଉଁଠି ଆମର ବାହ୍ୟ ଅଙ୍ଗ? ଅପସନ୍ ଅଛି ପାକସ୍ଥଳୀ, ହୃତ୍ପିଣ୍ଡ, ମସ୍ତିଷ୍କ, ଆଖି। ନିହାତି ଭାବରେ ପିଲାମାନେ ଆଖି ଆମ ଶରୀରର ବାହାରେ ଦେଖିବାକୁ ମିଳିଥାଏ। ଆଖି ହେଉଛି ଗୋଟିଏ ବାହ୍ୟ ଅଙ୍ଗ। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ଟାଣ ବା ନରମ କାହାର ଏକ ଗୁଣ? ତ ପିଲାମାନେ ଟାଣ ବା ନରମ କାହାରର ଏକ ଗୁଣ ଆମେ ପୂର୍ବରୁ ପଢ଼ିଥିଲେ ମଧ୍ୟ ଏଟା ନିହାତି ଭାବରେ ଗୋଟିଏ ପଦାର୍ଥର ହିଁ ଗୁଣ। ଅପସନ୍ ତମମାନଙ୍କ ପାଇଁ ଅଛି କାଠ, ଚେୟାର, ବସ୍ତୁ, ପଦାର୍ଥ। ନିହାତି ଭାବରେ ଅପସନ୍ ଡି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ଜଳ ଅତି ଥଣ୍ଡା ହେଲେ କ'ଣ ହୋଇଥାଏ? ଅପସନ୍ ଅଛି ଗ୍ୟାସ୍, ତରଳ, ବାଷ୍ପ, ବରଫ। ତ ପିଲାମାନେ ଗ୍ୟାସ୍ ତ କଦାପି ନୁହେଁ, ତରଳ ବି କଦାପି ନୁହେଁ, ବାଷ୍ପ ବି କଦାପି ନୁହେଁ। ସଠିକ ଉତ୍ତର ହେଇଯିବ ଜଳ ଅତି ଥଣ୍ଡା ହେଲେ ବରଫ ହିଁ ହୋଇଥାଏ। ଅପସନ୍ ଡି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ନିମ୍ନୋକ୍ତ ମଧ୍ୟରେ କେଉଁଟି ବାଷ୍ପ ହୋଇ ଆକାଶକୁ ଉଠିଯାଇ ମେଘ ଗଠନ କରେ? ତ ପିଲାମାନେ ସହଜରେ କହିପାରିବ ତମମାନେ, ଏଠି ଅପସନ୍ ଅଛି ସମୁଦ୍ର, ବର୍ଷା, ଜଳ, ନଦୀ। ତାହେଲେ ସଠିକ ଉତ୍ତର ହେଇଯିବ ପିଲାମାନେ ଜଳ। ଅପସନ୍ ସି ହେଲା, ଜଳ ବାଷ୍ପ ହୋଇ ଆକାଶକୁ ଉଠିଯାଇ ପୁଣି ମେଘ ଗଠନ କରେ ହେଲା, ମେଘ ଆକାରରେ ପୁଣି ତଳେ ରୁହେ। ତାହେଲେ ଅପସନ୍ ସି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ପୃଥିବୀ ଗୋଟିଏ କ'ଣ? ତାହେଲେ ପିଲାମାନେ ପୃଥିବୀ ଗୋଟିଏ କ'ଣ ପିଲାମାନେ ତମାନେ ଆଗରୁ ମଧ୍ୟ ଏଇଟା ପଢ଼ିଛ। ପୃଥିବୀ ଗୋଟିଏ ହେଉଛି ଗ୍ରହ। ଅପସନ୍ ଅଛି ଅଗ୍ନିପିଣ୍ଡୁଳା, ତାରା, ଗ୍ରହ, ଉପଗ୍ରହ। ପୃଥିବୀ ଗୋଟିଏ ହେଉଛି ଗ୍ରହ। ମନେ ରଖିବ ପୃଥିବୀ ହେଉଛି ଗୋଟିଏ ଗ୍ରହ। ଅପସନ୍ ସି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ପୃଥିବୀ ଅକ୍ଷ ଚାରିପଟେ ଘୁରିବା ସଙ୍ଗେ ସଙ୍ଗେ କାହା ଚାରିପଟେ ଘୁରୁଛି? ତ ପିଲାମାନେ ପୃଥିବୀ ଅକ୍ଷ ଚାରିପଟେ ଘୁରିବା ସଙ୍ଗେ ସଙ୍ଗେ କାହା ଚାରିପଟେ ଘୁରୁଛି? ଅପସନ୍ ଅଛି ସୂର୍ଯ୍ୟ, ଚନ୍ଦ୍ର, ଶୁକ୍ର, ତାରା। ନିହାତି ଭାବରେ ପିଲାମାନେ ସୂର୍ଯ୍ୟ। ମନେ ରଖିବ ପୃଥିବୀ ଅକ୍ଷ ଚାରିପଟେ ଘୁରିବା ସଙ୍ଗେ ସଙ୍ଗେ ସୂର୍ଯ୍ୟ ଚାରିପଟେ ଘୁରୁଛି। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ଅଛି ଏ କ୍ୱେଶ୍ଚିନ୍ଟି ତମମାନଙ୍କ ପାଇଁ। ନିହାତି ଭାବରେ ମନେ ରଖିବ ପୃଥିବୀ ଅକ୍ଷ ଚାରିପଟେ ଘୁରିବା ସଙ୍ଗେ ସଙ୍ଗେ ସୂର୍ଯ୍ୟ ଚାରିପଟେ ମଧ୍ୟ ଘୁରୁଛି ହେଲା। ତାହେଲେ ଚନ୍ଦ୍ର କଦାପି ନୁହେଁ, ଶୁକ୍ର ମଧ୍ୟ କଦାପି ନୁହେଁ, ତାରା ମଧ୍ୟ କଦାପି ନୁହେଁ। ସଠିକ ଉତ୍ତର ହେଇଯିବ ଅପସନ୍ ଏ ସୂର୍ଯ୍ୟ। ତ ପିଲାମାନେ ଜଣା ଅଜଣାରୁ ଆମେ 25ଟି ପ୍ରଶ୍ନ ଏହି ଭିଡ଼ିଓରେ ଆଲୋଚନା କରିସାରିଛନ୍ତି। ମୁଁ ଆଶା କରୁଛି ନିହାତି ଭାବରେ ତମମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ପରବର୍ତ୍ତୀ କ୍ଲାସରେ ଆମେ ମାନସିକ ଦକ୍ଷତାରୁ ମଧ୍ୟ 25ଟି ପ୍ରଶ୍ନ ଆଲୋଚନା କରିବା। ତ ପିଲାମାନେ
जदि तुमମାନଙ୍କୁ ଏହି ଭିडिଓଟି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।